ମୟୂରଭଞ୍ଜ ଜିଲ୍ଲା ସାରସକଣା ତହସିଲ ଅଞ୍ଚଳରେ ବେନିୟମ କାରବାର ଦିନକୁ ଦିନ ବଢ଼ି ଚାଲିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସାରସକଣା ବ୍ଲକ ଅଧୀନରେ ଥିବା ଉମାଦେଇପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ। ଦିବାର ସୂର୍ଯ୍ୟାଲୋକରେ ନିର୍ଭୟ ଭାବରେ ସରକାରଙ୍କ ରାଜସ୍ୱ ହରିଲୁଟ କରି ଖାଉଛନ୍ତି ମାଫିଆମାନେ। ବୋଧେ ମାଫିଆମାନଙ୍କୁ ଡରୁଛନ୍ତି ସରକାରୀ ବାବୁମାନେ, କାରଣ ବିଗତ ଦିନରେ ଏହିପରି ଏକ ଘଟଣା ଘଟି ଯାଇଛି ଜିଲ୍ଲାର ବେତନଟି ଅଞ୍ଚଳରେ। ଗୋଟିଏ ପରିବାର ନିରୁପାୟ ହୋଇ ଆଜି ଆମ ପ୍ରତିନିଧିଙ୍କୁ ସାହାଯ୍ୟର ଗୁହାରି କରିଥିଲେ। ଖବର ପାଇ କାଳ ବିଳମ୍ବ ନକରି ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମସ୍ତ ତଥ୍ୟ ସଂଗ୍ରହ କରିସାରିବା ପରେ ସାରସକଣା ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କ ସହିତ ଫୋନ୍ ଯୋଗେ ଏ ବାବଦରେ ଆଲୋଚନା କରିଥିଲେ। ମାଫିଆମାନେ ଏହା ଜାଣିପାରି ସଙ୍ଗେ ସଙ୍ଗେ ଚମ୍ପଟ ମାରିଥିଲେ। ଦିନ ହେଉ ବା ରାତି ହେଉ ନିଦ୍ୱନ୍ଦରେ ବେନିୟମ ଭାବରେ ବଡ଼ ମେସିନ୍ ଲଗାଇ ବଡ଼ ବଡ଼ ହାଇୱାରେ ବିଭିନ୍ନ ସ୍ଥାନରୁ ମୋରମ ଉତ୍ତୋଳନ କରି ମାଲାମାଲ ହେଉଛନ୍ତି ମାଫିଆମାନେ। ଆସନ୍ତୁ ଶୁଣିବା ଏନେଇ କ'ଣ କହୁଛନ୍ତି ଅସହାୟ ପରିବାର ଓ ସରକାରୀ ବାବୁ। ସାର୍ ଆପଣଙ୍କ ପରିଚୟ ଦିଅନ୍ତୁ। ସଦାନନ୍ଦ ଡେଲକି, ଆଡିସନାଲ ତହସିଲଦାର ସାରସକଣା। ସାର୍ ଆମ ସାରସକଣା ଅଞ୍ଚଳରେ ବିଭିନ୍ନ ଜାଗାରେ ବେନିୟମ ଭାବେ ମୁରୁମ ଚୋରିଚାଲାଣ ଚାଲିଛି। ସେଇ ବାବଦରେ ସାର୍ ଆପଣଙ୍କ ପାଖରେ କ'ଣ କିଛି ଅଛି କି ଅଭିଯୋଗ ଆପଣ ଅଛନ୍ତି? ମୁଁ ଏ ବିଷୟରେ କହୁଛି ଯେ ମାନେ ଆମକୁ ଯେତେବେଳେ ଇନଫର୍ମେସନ୍ ହେଉଛି କେଉଁ ଜାଗାରେ ବେଆଇନ ଭାବରେ ଯଦି କୌଣସି ଜାଗାରେ ମାନେ ବାଲି ହେଉ କି ମୁରୁମ ହେଉ ଯଦି ଖୋଳା ହେଉଛି, ଇନଫର୍ମେସନ୍ ଯଦି ଆମ ପାଖରେ ଆସୁଛି ତାହେଲେ ଆମେ ସେ ଜାଗାକୁ ସ୍ପଟକୁ ଯାଇକିରି ସେଠି ତଦାରଖ କରୁଛୁ। ତଦାରଖ କରିକିରି ଆମେ ମାଇନିଂ ଡିପାର୍ଟକୁ ଏବଂ ପୋଲିସ ଡିପାର୍ଟକୁ ଆମେ ଇନଫର୍ମେସନ୍ କରୁଛୁ। ତ ଆଜି ସାର୍ ଏଇଭଳିଆ ଘଟଣା ଗୋଟେ ଘଟିଛି ଅଞ୍ଚଳରେ। ସାର୍ ଯେଉଁ ନେତାଭାଡ଼ି ଅଞ୍ଚଳରେ ପ୍ରାୟ 10-12 ପରିଚୟ ଏଇଟା ଟିକେ ଦେଉ। ଆମ ଘର ଆଜ୍ଞା ନେତାଭାଡ଼ି ସାଇକୁ ରହିଛି, କିନ୍ତୁ ଆମର ଆଧାର କାର୍ଡ଼ ରେସନ କାର୍ଡ଼ ସବୁ କେନ୍ଦୁଆ ହେବ। ଏଇଠୁ ଏଇ ଫଟୋଟା ସବୁ କେନ୍ଦୁଆ। ଆପଣଙ୍କ ନାଁ? କୈଳାସ ଚନ୍ଦ୍ର ମହନ୍ତ। ଏଇ ଯେଉଁ ମୁରୁମ ନେଉଛନ୍ତି ମେସିନ୍ ସାହାଯ୍ୟରେ ଯେଉଁ ହାଇୱାରେ ଲୋଡ଼ କରିକି, ଏଇଟା ସେ ବିଷୟରେ ଟିକେ କ'ଣ କହିବେ ଆପଣ? ସେମାନେ କି ଆଉ ତାଙ୍କର ମନ ଇଚ୍ଛା ଯେଠି ପାରି ସେଠି ତାଡ଼ିକିରି ମୁରୁମ ନେଉଛନ୍ତି। କୋଉଠିକୁ ଯାଉଛି ଆଜ୍ଞା? ଏଗୁଡ଼ା ଯାଉଛି କେଠି ପକାଉଛନ୍ତି ସେ କହିହେବନି। ସେ କାହା ଘରେ ବି ପକାଉଛନ୍ତି, କାହା ବାଡ଼ିରେ ବି ପକାଉଛନ୍ତି। ଆଉ ହାଇୱାରେ ତ ଯାଉଛି ମାନେ କାହା ବାଡ଼ିରେ ପକାଉଥିବେନି। ହଁ ପକାଉଛନ୍ତି। ଏଇଟା ମନମୁଖୀ ତାହେଲେ ଚାଲିଛି। ପାରମିଶନ ହେଇଛି ବୋଲି ତ ଆପଣ ଜାଣିଛନ୍ତି କିଛି? ନା ଆଜ୍ଞା ମୁଁ କିଛି ଜାଣିନି ସେ ପାରମିଶନ ବିଷୟରେ। କେତେ ଦିନ ହେଲା ଚାଲିଛି? ତା ହେଇଗଲାଣି 10-12 ଦିନ। 10-12 ଦିନ ହେଲା ଚାଲିଛି। ମାନେ ଯେଠି ସେଠି ତାଡ଼ୁଛନ୍ତି ନା କେମିତି ଗୋଟେ ଜାଗାରେ ତାଡ଼ା ହେଉଛି? ନା ନା ଚାଲୁନ ଦେଖେଇଦେବି, ମୁଁ 3-4 ଜାଗାରେ ତାଡ଼ା ହେଇଛି। ହଁ 4-5 ଜାଗାରେ ତାଡ଼ା ହେଲାଣି। ଆପଣଙ୍କ ପରିଚୟ ଟିକେ ଦେବେ। ଆପଣଙ୍କ ନାଁଟା? ଅନିତା ମହାନ୍ତ। ଘର? କେନ୍ଦୁଆ। ଆଚ୍ଛା, ଏଇ ଯେଉଁ ମୁରୁମ ତଡ଼ା ହେଉଛି ଆପଣଙ୍କ ଘର ପାଖରେ, ଅଭିଯୋଗ ଆପଣ କରୁଛନ୍ତି କାହିଁକି? କ'ଣ ହେଇଛି? ଅସୁବିଧା କ'ଣ ହେଇଛି? ଆଉ ଗଣ୍ଡଗୋଳ ମାନେ ଅଛି ତ, ଆମେ କିଛି କହି ଆମ ଘରେ କେହି ନାହିଁ ଗାର୍ଡିଆନ୍ ଛୁଆ, ଆଉ ସେଇ ନେଇକି ଆମେ କିଛି କହିପାରୁନି। କାହିଁକି କହିପାରୁନାହାନ୍ତି? ଆଉ ଆମ ଦୁର୍ବଳ ଲୋକ, ଆମ ହ୍ୟାଣ୍ଡିକ୍ୟାପ୍ ଲୋକ, ଆମେ ସେ ଯାଇପାରେନି କିଛି ନାହିଁ। ଆଉ ସେଇ ହିସାବରେ ସେମାନେ ମାନେ ଦେଖନ୍ତୁ, ଆଉ ଜବରଦସ୍ତ ମାନେ ତାର ଯଦି ଘରଟା କିଛି ହେଇଯାଏ, ଆପଣ କି ଘରେ ଯଦି କିଛି ହେଇଯାଏ ଆମର ଅସୁବିଧା, ଘର ପାଖରେ ଲଗେଇକି ତାଳିଛି। ଆଉ ଛୁଆ ପିଲା ଯଦି ପଡ଼ିବ କି କରିବ, କିଛି ହବ, କିଛି ଅସୁବିଧା, ଗାଈ ଗୋରୁ ଯଦି କିଛି ହେଲା। ଯିଏ ଖୋଳିଛନ୍ତି ତାଙ୍କୁ କିଛି ଆପଣ ଅଭିଯୋଗ କରିଛନ୍ତି? ନାଇଁ ନାଇଁ ନାଇଁ। ମାନେ ଭୟରେ କରିନାହାନ୍ତି ନା ଆପଣ କି ପାଇଁ କରିନାହାନ୍ତି? ଆଉ ଭୟ ନାହିଁ, ଆମର କିଛି କେହି ନାହିଁ ନା। ସେଇପାଇଁ କୋଡ଼ି ଗଣ୍ଡଗୋଳ ସେମାନେ ନା। ଏ ମୁରୁମ ଗୁଡ଼ା କୋଉଠିକୁ ଯାଉଛି ଆଜ୍ଞା? ଆମେ ଜାଣିନି। କେତେ ଦିନ ହେଲା ତାଡ଼ା ହେଉଛି? ଏଇ ଆଜି ଆପଣଙ୍କ ପରିଚୟ ଦେବେ। ମୋ ଘର ହେଉଛି କେନ୍ଦୁଆ। ଆପଣଙ୍କ ନାଁ? ମୋ ନାଁ ଜଗନ୍ନାଥ ମହାନ୍ତ। ଆଚ୍ଛା, ଏ ଯେଉଁ ମୁରୁମ ତାଡ଼ା ବାବଦରେ ଆପଣ କ'ଣ ଅଭିଯୋଗ କ'ଣ ଅଛି? ଅଭିଯୋଗ କ'ଣ କହିବି, ଘର ପାଖରେ ମୁରୁମ ତାଡ଼ୁଛନ୍ତି, ଘର ଏମିତି ଜରକୁଛି, ସବୁ ହେଉଛି। ଆଗରୁ ଗାତ ଗୋଟେ ଥିଲା, ଯେ ଅଳ୍ପ ଟିକେ ଗାତ ଥିଲା, ପାଣି ବି ଜରକୁଥିଲା, ତ ଆମେ କିଛି କୁହେନି। ଆମେ ଏଥିପାଇଁ କୁହେନି ଯୁକ୍ତି ତୋର ଲାଗୁନି ବୋଲି। ମାନେ ଏଇଟା ଅଲଗା ଲୋକର ଜାଗା? ଆଜ୍ଞା। ଟିକଟ ଜାଗା ନା ପ୍ରାଇଭେଟ ଜାଗା? ସେଟା ଆଜ୍ଞା ଆମେ କହିପାରିବୁନି। ଜାଣିନାହାନ୍ତି? ନା।
ଆଉ ଏଇ ବାବଦରେ ଏଠି ଯୋଉ ମୁରୁମ ତାଡ଼ା ହଉଛି ଆପଣ ଏ ବାବଦରେ କାହାକୁ କିଛି ଅଭିଯୋଗ କରିଥିଲେ? ନା କିଛି କାହାକୁ ଅଭିଯୋଗ କରିନି ମୁଁ। କାହାକୁ କିଛି ଅଭିଯୋଗ କରିନାହାନ୍ତି? କାହିଁକି କରିନାହାନ୍ତି? କାହିଁକି ନା ସାର୍ ଏମାନେ ତ ଜାଣିଛ ଆପଣ କ'ଣ କହିବି ଫିସ୍କୁଟିଆ ଥୁଟିଆ ଲାଗୁନି ନା ସେଥିପାଇଁ। ଆଉ ଆମ ଘରେ ମୋ ବାପା ବି ନାହାନ୍ତି, ଆମେ 2 ଜଣ। ଆମେ ଯଦି କେହି କିଛି ଏଇନା ଗଣ୍ଡଗୋଳ କରିବେ ଆମେ କ'ଣ କରିବା, ସେଇଥିପାଇଁ ଆମେ କିଛି କରିବୁ। ଆଚ୍ଛା, ଗଣ୍ଡଗୋଳକୁ ଭୟ କରି ଆପଣ ତାହେଲେ କିଛି କହିନାହାନ୍ତି? ଆଜ୍ଞା। ବ୍ୟୁରୋ ରିପୋର୍ଟ, ପ୍ରୟାଗ ଖବର।